ଜୀବନଶୈଳୀ ମୁଁ ଯେଉଁଠି ଥିଲି ଆଉ ଜୀବନଶୈଳୀ ଯେଉଁଠି ଆପଣ ପ୍ରଶ୍ନ ପଚାରୁଛନ୍ତି ସେଥିରେ କିଛି କମନ୍ ଥିଲା, କିଛି ଅଲଗା ଥିଲା। ମୁଁ ଦିଲ୍ଲୀ ଗୁଡ଼ଗାଁରେ ରହେ, ଆପଣ ଓଡ଼ିଶାରେ ଅଛନ୍ତି। କଣ୍ଟେନମେଣ୍ଟ ଜୋନ୍ ବନୁଥିଲା, ଭେରିୟସ୍ ଟାଇପ୍ସ ଅଫ୍ ଏକ୍ସପେରିମେଣ୍ଟ କରୁଥିଲେ। ସେତେବେଳେ ସରକାରଙ୍କ ପାଇଁ, ଲୋକଙ୍କ ପାଇଁ, ସମସ୍ତ ପାଇଁ ଗୋଟେ ନୂତନ ଜିନିଷ ଆସିଥିଲା। ନଲେଜ ଡେଭଲପମେଣ୍ଟ, ସିଷ୍ଟମ ଆଡଜଷ୍ଟମେଣ୍ଟ ଗ୍ରାଜୁଆଲି ହେଲା। ଆମର ବୋଧେ ଇଣ୍ଡିଆ ଆଉ ଓଡ଼ିଶାର knowledge gaining, creating of the skill to fight it, the various groups that are fighting, ସେ ସବୁ ନଥିଲା ସେତେବେଳେ। ଏ ବର୍ଷ ସେ ଡେଭଲପ୍ କରିଗଲେ। ଆଉ ଅନେକ ଗୁଡ଼ିଏ କ୍ୟାରେକ୍ଟରିଷ୍ଟିକ୍ ଡେଭଲପ୍ ହେଲା ଯେଉଁଟା ସୋସାଇଟିରେ କରୋନାକୁ ହ୍ୟାଣ୍ଡେଲ୍ କରିବା ପାଇଁ ଆବଶ୍ୟକ ଥିଲା। ମାନେ ଯେମିତି ଏପ୍ରିସିଏସନ୍ ଗୋଟେ ଆସିଲା, ନର୍ସ ହଉ, ପୁଲିସ ବାଲା ହଉ, ସପ୍ଲାଇନ୍ ହଉ, ମ୍ୟୁନିସିପାଲିଟି ହଉ, ଏସବୁ ଫାଇଟରମାନଙ୍କ ପାଇଁ। ଆଗରୁ ସେ ସୋସିଆଲ କନସିୟସନେସ୍ ନଥିଲା। ଏକ ନମ୍ବର ଟୁ, ଗୋଟେ ଏମର୍ଜେନ୍ସି ମନେକର କାଲି ମନେକର ବମ୍ ପଡ଼ିବ କି କେମିକାଲ ୱାରଫେୟାର ହେବ, ଆମେ ପ୍ରିପେୟାର୍ଡ ନ ହଉ ସଡନଲି, କିଛି ଦିନ ପରେ ପ୍ରିପେୟାର୍ଡ ହଉ। ତେଣୁ କରୋନା ଆମକୁ ଶିଖେଇ ଦେଲା ଆଗେ ଗୋଟେ ଏମିତି ଏମର୍ଜେନ୍ସି ଆସେ କେମିତି ହ୍ୟାଣ୍ଡେଲ୍ କରିବା। ତୁ ଆମେ ସିଷ୍ଟମଟା ଗିୟର। ଥାର୍ଡ଼ ହେଲା ଯେ ଘର ଭିତରେ ସବୁ ଚାଲିଗଲାରୁ କେତେବେଳେ ସୋସିଆଲ ହାବିଟ୍ସ ଭଲ ହେଇଗଲା, ଫ୍ୟୁଚରିଷ୍ଟିକାଲି ଅନଲାଇନ୍ ଏଜୁକେସନ୍ ଜବ୍ସ ହେଇଗଲା। ତାପରେ ଟୁ ହେଲ୍ପ ଅଦର୍ସ ଆଜ୍ ଏ ସୋସିଆଲ ବିଇଂ, ସେଇଟା ହେଇଗଲା। ଆମର ଏଇଟା ନଥିଲା। ଇଭେନ୍ ୱି ଡୋଣ୍ଟ ଟୁ ଏକ୍ସପେକ୍ଟ ଟୁ ୱିଶ୍ ଦ୍ୟାଟ୍ ଆୱାର ଏନିମି ହେଜ୍ ଏ କରୋନା। ତା ଛଡ଼ା ଫ୍ରୁଗାଲ ଲିଭିଂ, ଗୋଟେ ବାଜେ ଅନାବଶ୍ୟକ ମଲ୍ ଫଲ୍ ଯାଇକି ଖାଇବା, ସେଇଟା ଫ୍ରୁଗାଲ ଲିଭିଂ, ହେଲ୍ଦି ଲିଭିଂ ହେଇଗଲା। ଆଉ ତାପରେ ଆମର SOPs ବନିଗଲା, ଷ୍ଟାଣ୍ଡିଂ ଅପରେଟିଂ ପ୍ରୋସିଜିଅର୍ସ ବାଇ ଭେରିୟସ୍। ଏଇ ପ୍ରେସ୍ ବାଲା ଦେଖ, ସେମାନେ ବି ତ ଗଲେ, ସେମାନେ ସଫର କଲେ ଅନେକ ଲୋକ। ତାଙ୍କର ଗୋଟେ ପ୍ରୋସିଜିଅର ହେଲା କେଉଁ ଲୋକଟା ଯିବ, କେମିତି ଇଣ୍ଟରଭ୍ୟୁ ନେବ, କ'ଣ କରିବ, they wearing mask. I mean, it is hardly any different whether you are wearing it or you are wearing it. But we cannot talk unless we got the certificate. But then, ଏଗୁଡ଼ା ଦେଖେଇଥିଲା ଆଗ ପାଇଁ ପ୍ରିପାରେସନ୍ ହେଲା। ନମ୍ବର ଦୁଇ, କରୋନାର ଏପର୍ଯ୍ୟନ୍ତ କ'ଣ ଷ୍ଟାଣ୍ଡ ଆସିବ ଗୁଡ଼ା ଆସିବ, experiment stage ଅଛି. Nations are fighting their best, although some of the states which are so developed, so called, suffered the most because they could not immediately anticipate what is coming and thought it, some people thought it international conspiracy or something, whatever. But fact remains, plague ବି ଆସିଥିଲା, କଲେରା ବି ଆସିଥିଲା, ସେତେବେଳେ ବି ଟାଇମ୍ ଲାଗିଥିଲା କାଢ଼ିବା ପାଇଁ, 200 ବର୍ଷ ଲାଗିଲା କେବଳ। କରୋନାର ଆକ୍ଚୁଆଲି ଭ୍ୟାକ୍ସିନ୍ ଫାଷ୍ଟର ଲାଗିବ, ଫାଷ୍ଟର ହେବ ମଚ୍ ଦେନ୍ ବିକଜ ସାଇନ୍ସ ଇଜ୍ ଡେଭଲପ୍ଡ। ବଟ୍ ଦେନ୍ କିନ୍ତୁ ଷ୍ଟ୍ରାଣ୍ଡସ୍ ବି ଆସିବ, ୱେଭ୍ସ ବି ଆସିବ। ଦ ଟୁ ଡିଫରେଣ୍ଟ ଥିଙ୍ଗସ୍। ନ୍ୟୁ ଷ୍ଟ୍ରାଣ୍ଡସ୍ ମେ କମ୍, ନ୍ୟୁ ୱେଭ୍ସ ମେ କମ୍, ବିକଜ ଲୋକ ଆସିଲେ ହେଲା, ଯେତେବେଳେ କଣ୍ଟାମିନେଟ୍ ଅଲଗା କରିଦେଲ କମିଗଲା। ଇଫ୍ ମ୍ୟାଥମେଟିକାଲ proportion people are infected, in geometrical progression the infection will happen. 1, 2, 3, 4 mathematical, 1 square, 2 square, 3 square, 4 is geometrical progression, if you are aware of that. ତେଣୁ we are geared, the human society is getting geared. ଆମର ତ ଓଡ଼ିଶାରେ ଖୁବ୍ ଭଲ ହେଇଛି, one of the best, and India has done very well. So ଆମର ଡରିବାରେ କିଛି ନାହିଁ ଏତେ। ଆଚ୍ଛା, ଭୟଟା ବି ଚାଲିଗଲା ଅନେକଟା, କିନ୍ତୁ ସେଥିରେ କଥା ହେଉଛି ଭୟ ଚାଲିଗଲେ ସିନା ନର୍ମାଲ ହେଇଗଲା, କିନ୍ତୁ ଅନେକ ଲୋକ ସେ ଭୟ ଚାଲିଗଲା ବୋଲି ନର୍ମାଲ ରୁଲ୍କୁ ଫଲୋ ନ କରିବା ହେଉଛି ବିପଜ୍ଜନକ। ବହୁ ଜାଗାରେ ବୋଧେ ଟେକ୍ ଇଟ୍ ଫର୍ ଗ୍ରାଣ୍ଟେଡ୍। This can be taken for granted because you don't have the vaccines. এটা ଖାଲି ଆମ ଦେଶରେ ପୃଥିବୀରେ ସବୁ ଜାଗାରେ ଯେତେବେଳେ ବଡ଼ ସମସ୍ୟା ଆସେ ଲୋକ ଆକ୍ସନ୍ କରିପାରନ୍ତିନି କିମ୍ବା ଆକ୍ସନ୍ ରେଜଲ୍ଟ ଆସେ, ସେଇଟା ହୁଏ। ଆଜି ହେଇନି। ଆମେ ଯେହେତୁ ଭାରତ ଯୁଦ୍ଧପଦ୍ୟ ବହୁ ଦେଖିନୁ, ସେ ଆମକୁ ବେଶୀ ଟିକେ ଲାଗିପାରେ, କିନ୍ତୁ ୟୁରୋପରେ 6 ବର୍ଷ ୱାର୍ ହେଇକି ପୁରା ଡିଷ୍ଟ୍ରକ୍ସନ୍ ହେଇଗଲା, ମିଲିୟନ୍ସ ମରିଗଲେ। ହାଉ ଡିଡ୍ ବିଲ୍ଡ ଇଟ୍? We must catch a standard of positivity and tolerance of others, then only our level of tolerance and competence. ସେ ହେଲା କ'ଣ କି ଆମେ ଦେଖିଲୁ ସେଇଟା, କିନ୍ତୁ ଆମେ ମେକଅପ୍ କରିଯିବୁ। କିଛି ଦିନ ତ ନିଶ୍ଚୟ ହେବ, ତା'ର ପିକଅପ୍ଟା ଟାଇମ୍ ଲାଗିବ, ଫିର ବଞ୍ଚିବ। ବଟ୍ ଗୋଟେ ଯେତେବେଳେ କ୍ୟାଲାମିଟି ଆସେ, ମନେକର ବଢ଼ି ହେଲା, ସୁନାମି ହେଲା, କ'ଣ ହେଲା, ଇଟ୍ ଇଜ୍ ଟାଇମ୍ ଅଫ୍ ସର୍ଭାଇଭାଲ୍, ନଟ୍ ଡେଭଲପମେଣ୍ଟ। ସର୍ଭାଇଭାଲ୍ ଟାଇମ୍ରେ ତ ଡେଭଲପମେଣ୍ଟ ରୁଲ୍କୁ ଫଲୋ କରିପାରିବନି, ଡେଭଲପମେଣ୍ଟରେ ସେଇଟା ପ୍ରୋଗ୍ରେସ୍ କରିବ। Let us get out of survival, and I think all wise men, including the government, thinking how the development will be. I think so. It will make up in few years. May not be as soon as you want it. ଯେ ପର୍ଯ୍ୟନ୍ତ
आमर जेनेरेशन लोक मैंने दि वे से जन्म होती बढ़ी साइंस हेल्प पाई रोगर उपचार डेफिनेटिवली पाई से सबुटा डेफिनेटिव चाहती किंतु रोगटार डेफिनेटिव आंसर है सो ए न्यू सिचुएशन इज क्रिएटेड व्हिच इज बियॉन्ड आवर साइकोलॉजी आम बहुत इजिली होता सबटा ट्राइबल बेल्ट गुड़ाक अनेक बहुत कम हुए कारण दे आर यूज्ड टू इट यही असहायता निश्चय रु ता भर मुझे कहे आमको टे विज्ञान शक्ति आत्मशक्ति राष्ट्र शक्ति चाहे ईश्वर शक्ति जहाँ भावित अच्छे केतटा आत्मनिर्भर शक्ति करा पड़ो आमको तुम पूजा कर पाठ कर दैट्स डिफरेंट इशू वी हैव टू बिलीव दैट द सोसाइटी विल सस्टेन दैट आवर साइंस इज नॉट गोइंग टू फेल अस दैट आवर रूलर विल नॉट फेल अस आम से न रखा माने सिनिसिज्म खाली करवा ताले डेवलपमेंट किए कर सो वी हैव टू आई मीन तुम देख जे जिते बड़े लोक मैंने कहते कौन घर भितर पशिगले मैंने केव मैन भाया देयर फैमिलीज आर वेरी प्रोटेक्टेड व्हाट अबाउट द पीपल जहाँ फैमिली थिला आई मीन पुलिस हो डाक्तर हो तुम प्रेस वाला जो घर फोन आस कि सी बस बुलूक जाऊँगी से कौन करते साहस कौट आसला These are examples. Why can't I pick up in a much simpler circumstances? घरे बस जो मैंने बुली की मरे बोले अधे से बोले कहीं नहीं तो the capacity is there. The message is generate the capacity, as some people have done.